আমি তো ହେଇଛି ଆପଣମାନେ ଜାଣିଥିବେ ମକରମ ବାବା କହିକି ଜଣେ ଥିଲେ ଏଇଠି ଆଉ ସେ ତାଙ୍କର ଆଶ୍ରମ ଥିଲା ଏଇଠି ଆଉ ତାଙ୍କ ନାଁରେ ମକରବା ଗ୍ରାମଟି ନାମିତ ହେଇଛି। ତ ସେଇ କଥା ମୁଁ ମକରମ ବାବା ବିଷୟରେ କହୁନାହିଁ, କିନ୍ତୁ ଜଣେ ସାଧୁ ବାବା ଥିଲେ ସେ ଦିନେ ଯାତ୍ରା କରୁଥିବା ସମୟରେ ବର୍ଷା ପଡ଼ିଗଲା। ଯେତେବେଳେ ବର୍ଷା ପଡ଼ିଗଲା ସେ ଆଶ୍ରୟ ନେବା ପାଇଁ ସେ ଗୋଟେ ନିକଟସ୍ଥ ଗୋଟେ ଆଶ୍ରୟସ୍ଥଳରେ ଠିଆ ହେଲେ। ଆଉ ସେଠି ଠିଆ ହେଇଥିବା ସମୟରେ ସେ ଦେଖୁଛନ୍ତି ସେଠାରେ ସେ ଏକଲା ନଥିଲେ, ଆଉ ଜଣେ ତାଙ୍କ ସହିତ ଅଛନ୍ତି, ଯିଏକି କହୁଛନ୍ତି ଏ ମାନେ ଗୋଟେ ଛୋଟ ବିଲେଇ, କଳା ବିଲେଇଟି ସେ ଓଦା ହେଇଯାଇଛି ଆଉ ସେ ଆଶ୍ରୟ ନେବା ପାଇଁ ସେ ଜାଣିଛନ୍ତି ହେଇକି ସେଠି ହଉଛି। ଆଉ ସାଧୁ ଜଣକ ତା ଦେଖିଲା ପରେ ତାଙ୍କ ମନରେ ଟିକେ ଦୟା ଆସିଲା। ଯେତେବେଳେ ଦୟା ଆସିଲା ସେ କହିଲେ ଆକୁ କେମିତି ଛାଡ଼ିଯିବି, ପାଖରେ ଆଖ ପାଖରେ କିଛି ଘର ନାହିଁ, କିଛି କଣ କରିକି ତ ସେଇ କଥା ତାକୁ ନେଇଗଲେ ନିଜ ସ୍ଥାନରେ, ନିଜ ଆଶ୍ରମକୁ ନେଇଗଲେ ଆଉ ତାକୁ ଟିକେ ଯତ୍ନ ନେଲେ। ଆଉ ସେ ସାଧୁଙ୍କ ସହିତ ରହିଲା ପରେ ସେ ଫ୍ୟାମିଲିୟର ହେଇଗଲା ତାଙ୍କ ସହିତ ରହିବାର। ଆଉ ତାପରେ ସେ କଣ ହେଲା, ତାଙ୍କ ସହିତ ଖେଳିବା ଆରମ୍ଭ କଲା। ଖାଇବା ସମୟରେ ତାକୁ ଖାଦ୍ୟ ଟିକେ ଦେଲେ, ସେ ଖେଳକୁଦ ତାଙ୍କ ଉପରେ ଚଢିଲା, ତାଙ୍କ ସହିତ ଖେଳିଲା ଛୋଟ ବିଲେଇ। ଆଉ ବିଲେଇ ଦେଖିବାକୁ ପୁରା କାଳିଆ, ପୁରା କଳା କୁଚି ବିଲେଇଟି, ତାର କଳାରେ ଆଉ କିଛି ଧଳା ନଥିଲା, ପୁରା କଳା ବିଲେଇଟି, ଛୋଟ ବିଲେଇଟି। ଆଉ ସବୁବେଳେ ତାଙ୍କ ସହିତ ଖେଳିବା। ସାଧୁଙ୍କର ଗୋଟେ ଅଭ୍ୟାସ ଥିଲା, ତାଙ୍କର ଗୋଟେ ରୀତି ଥିଲା, ପ୍ରତ୍ୟେକ ସପ୍ତାହ ଥରେ ସେ ପ୍ରବଚନ ଦିଅନ୍ତି। ଆଉ ଅନେକ ଲୋକ ତାଙ୍କ ପ୍ରବଚନ ଶୁଣିବାକୁ ଆସନ୍ତି। ଆଉ ଆସୁଥିବା ସମୟରେ ଲୋକମାନେ ଆହୁରି କଣ କରନ୍ତି, ଗୋଟେ ତାଙ୍କର ସେଇ ଆଶ୍ରମ ଭିତରେ ଥିବା ଗୋଟେ ବରଗଛ ମୂଳରେ ବସନ୍ତି ଆଉ ସେଠି ସେ କଣ କରନ୍ତି, ପ୍ରବଚନ ଦିଅନ୍ତି। ଆଉ ଯେତେବେଳେ ସେ ପ୍ରବଚନ ଦେବାକୁ ବସୁଛନ୍ତି ବିଲେଇ ଛୁଆଟି ମଧ୍ୟ ଆସିଛି ତାଙ୍କ ଉପରେ ଚଢିବା ଆରମ୍ଭ କଲା। ତ ସେ ଦେଖିଲେ ଏଟା ଡିଷ୍ଟର୍ବ କରୁଛି। ତ କଣ କରାଯିବ, ତାଙ୍କର ଜଣେ ଶିଷ୍ୟକୁ ଡାକିଲେ, କହିଲେ ଯେତେବେଳେ ମୁଁ ପ୍ରବଚନ ଦବାକୁ ଯିବି ସେତେବେଳେ ଗୋଟେ କାମ କରିଥିଲେ, ସାମ୍ନାର ଯୋଉ ଚେରଟା ଆସିଛି ଗଛର ଚେରରେ ତାକୁ ଉପରେ ବାନ୍ଧିକି ରଖିବ ଆଖି ସାମ୍ନାରୁ, କାରଣ ମୁଁ ଚାହେଁକି ସେ ଘର ବନ୍ଦ ହେଇକି ଥିବ ଆଉ ଦିନ ଯାକ କହିକି ବ୍ୟସ୍ତ ରହିବି ପ୍ରବଚନ ଦବାରେ, ପ୍ରଶ୍ନ ଉତ୍ତର ଦବାରେ। ତ ସେଇ ସମୟରେ ସେ ଚାହିଁଲେ କି ଏ ଆଖି ସାମ୍ନାରେ ରହୁ ବୋଲି। ଆଉ ସେଠି ବନ୍ଧା ହେଇକି ଥିଲା। ଆଉ ପ୍ରତ୍ୟେକ ଦିନ ଯେତେବେଳେ ଏଇ ପ୍ରକାର ପ୍ରତ୍ୟେକ ସପ୍ତାହ ସେ ପ୍ରବଚନ ଦିଅନ୍ତି, ତାକୁ ପ୍ରଥମେ ଶିଷ୍ୟମାନେ ତାଙ୍କର ଅଛନ୍ତି ଆଣିକି ରଖନ୍ତି, ତା ବେକରେ ଗୋଟେ ବାନ୍ଧି ଦେଇକି ତାକୁ ସେଇ ଗଛ ମୂଳରେ ବାନ୍ଧି ଦିଅନ୍ତି। ଆଉ ସାଧୁ କଣ କରନ୍ତି, ନଜର ରାଖିକି ଥାଏ ଆଉ ସେ ପ୍ରବଚନ ସବୁ କରନ୍ତି। ଏଇଟା ଚାଲିଥାଏ। କିଛି ବର୍ଷ ପରେ ସେ ସାଧୁ ବାବା ମରିଗଲେ। ଆଉ ଆଉ ସେ ସମୟରେ ତାଙ୍କର ଯୋଉ ଶିଷ୍ୟମାନଙ୍କ ଭିତରୁ ଆଉ ଜଣକୁ ନିର୍ବାଚନ କରାଗଲା କି ସେ କଣ କରିବେ, ସେ ସାଧୁ ହେଇକି ତାଙ୍କର ସେ ଦାୟିତ୍ୱକୁ ନେବେ। ତ ଏଇ ସମୟ ଭିତରେ ସେ ବିଲେଇଟି ମଧ୍ୟ ମରିଗଲା। ଆଉ ଯେତେବେଳେ ଯାହାକୁ ନିର୍ବାଚନ କରାଯାଇଛି ସେ ସାଧୁ ବାବାକୁ, ସେ ନୂଆ ସାଧୁ ହେଇଛନ୍ତି, ଯିଏ ବାବା ହେଇଛନ୍ତି, ସେ ଆସନରେ ବସିଛନ୍ତି ପ୍ରବଚନ ଦେବାକୁ ଯିବା ପୂର୍ବରୁ ସେ ତାଙ୍କର ନଜର ପଡିଗଲା ଯୋଉ ଜାଗାରେ ବିଲେଇ ବନ୍ଧା ହେଇଥାଏ ସେଠି କଳା ବିଲେଇ ନାହିଁ। ସେ କହିଲେ ନା, ଆଜି ମୁଁ ପ୍ରବଚନ ଦେଇପାରିବି ନାହିଁ, ତମେ ଆଗେ ଗୋଟେ କଳା ବିଲେଇ ଖୋଜିକି ଆଣ ଆଉ ସେଠି ବାନ୍ଧ, ତାହେଲେ ମୁଁ ପ୍ରବଚନ ଦେବି। କାରଣ ସେ ବିଲେଇ ସେଠି ବନ୍ଧା ହଉଥିବାରୁ ସେ ତା ଦେହରୁ ଶକ୍ତି ସାଧୁ ବାବାକୁ ଆସୁଥିଲା ଆଉ ସେ ସବୁ ପ୍ରଶ୍ନର ଉତ୍ତର ଦେଇପାରୁଥିଲେ ଆଉ ସେ ସବୁ କଣ କରୁଥିଲେ, କରିପାରୁଥିଲେ। ଏଇ ପ୍ରକାର ଅନେକ ଅଭ୍ୟାସ ବା ଅନେକ କାର୍ଯ୍ୟକ୍ରମ ବା ଅନେକ ପ୍ରଥାରେ ପରିଣତ ହେଇଯାଇଥାଏ ଆଉ ତାର ଉଦ୍ଦେଶ୍ୟ ଜଣା ନଥାଏ। ଅନେକ ଧାର୍ମିକ କାର୍ଯ୍ୟ ଗୁଡିକ ପ୍ରଥାରେ ପରିଣତ ହେଇଯାଇଥାଏ, ମୋର ଉଦ୍ଦେଶ୍ୟ ହଉଛି ସେଟା। ତେଣୁକରି ଆଉ ତାର ଉଦ୍ଦେଶ୍ୟ, ତାର ମୂଳ ଉଦ୍ଦେଶ୍ୟ ଜଣା ନଥାଏ। ଯଦି ଆମେ ସେଇ ବିଲେଇ ବିଷୟରେ ଚିନ୍ତା କରିବା, ଯୋଉ ସାଧୁ ବାବା ତାକୁ ବାନ୍ଧିଥିଲେ ତାଙ୍କର ଉଦ୍ଦେଶ୍ୟ ନଥିଲା କି ସେଠୁ ଶକ୍ତି ଆସିବ ବୋଲି, କିନ୍ତୁ ଯେତେବେଳେ ନୂଆ ବାବା ଆସୁଛନ୍ତି ସେ କଣ ଭାବୁଛନ୍ତି, ସେ କଳା ବିଲେଇ ବନ୍ଧା ହେଲେ ହିଁ ସେଠୁ ଶକ୍ତି ପ୍ରଭାବ ହବ, ଯାହାଦ୍ୱାରା କି ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇପାରିବି। ଆଜିକା ସମୟରେ ଅନେକ ସମୟରେ ଆମର ନୂଆ ପିଢି ମାନେ ଯୋଉ ପ୍ରଥା ଗୁଡିକ ଦେଖୁଛନ୍ତି ଆଗ ଦିନକୁ ହେଇ ଆସିଅଛି ତାକୁ ବୁଝିପାରନ୍ତିନି, ସେମାନେ ତାକୁ ଅଲଗା ମିନିଂରେ ବୁଝନ୍ତି। ତେଣୁକରି ମୋର ଆଜିର ଯୋଉ ଚିନ୍ତାଟା ହଉଛି, ଯେତେବେଳେ ଆମେ ପ୍ରଭୁ ଖୋଜକୁ ଯାଉଛୁ ୟାର ମୂଳଟା ଜାଣିବା। ତେଣୁକରି ମୋର ଆଜିର ଲକ୍ଷ୍ୟ କି ଅଳ୍ପ ସମୟ ମଧ୍ୟରେ ଆପଣଙ୍କୁ ମୁଁ ତିନିଟା ଯାତ୍ରା କରିବି। ପ୍ରଥମ ଯାତ୍ରାଟି ଆମେ ଦେଖିବା ହଉଛି ଯୋଉଟା କି
ନିସ୍ତାର ପର୍ବ। ତ ନିସ୍ତାର ଭୋଜନ ଯାତ୍ରା ଆଜି ଆମ ସହିତ ପ୍ରଭୁ ଭୋଜ ଅଛି, କିନ୍ତୁ ପ୍ରଭୁ ଆସିଛି କୋଉଠୁ ତାର ପ୍ରାରମ୍ଭକୁ ଆମେ ଦେଖିବା, ନିସ୍ତାର ଭୋଜକୁ ଦେଖିବା, ତାପରେ ଆମେ ଦେଖିବା ଶେଷ ରାତ୍ର ଭୋଜକୁ ଦେଖିବା। ଆଉ ଯୋଉ ଶେଷ ରାତ୍ର ଭୋଜନ ଆମ ପାଇଁ ଏଇଟା ଗୋଟେ ଆମ ପାଇଁ ପ୍ରଭୁ ଗୋଟେ ପ୍ରଥା ଦେଲେ ବା ଆମ ପାଇଁ ଗୋଟେ ଅଭ୍ୟାସ ଦେଲେ, ଧାର୍ମିକ ଅଭ୍ୟାସ ଯୋଉଟା କି ପ୍ରଭୁ ଭୋଜ, ତାକୁ ଦେଖିବା ଆଉ ତାର ତାତ୍ପର୍ଯ୍ୟ ତାକୁ ଦେଖିବା ଯାହା ଆମ ପାଇଁ ଆଜି ପ୍ରଯୁଜ୍ୟ। ମୋର ସାରା ସବୁ ହେଇଯାଇ ଗଲେ, ତେଣୁ ଏହାକୁ ନେଇକି ଆମେ ଚିନ୍ତା କରିବା। ମୋ ପାଖରେ ବହୁତ କିଛି କାଗଜ ଅଛି, କିନ୍ତୁ ସବୁ ସମୟକୁ ମୁଁ ଅଳ୍ପ ସମୟ ଭିତରେ ସାରିବାକୁ ଚେଷ୍ଟା କରିବି। କାରଣ ଭାବିଥିଲି ପ୍ରଥମେ ସମସ୍ତଙ୍କ ପାଇଁ ପ୍ରିଣ୍ଟ ଆଉଟ୍ ଦେଇକି ଆସିବି, 10 ପେଜ ସମସ୍ତଙ୍କ ପାଇଁ ପ୍ରିଣ୍ଟ କରିବା ସହଜ ନାହିଁ। ତାପରେ ଗୋଟିଏ ପେଜରେ ତାକୁ ସୀମିତ କରି ତାପରେ ଓଡ଼ିଆ ଟ୍ରାନ୍ସଲେଟ୍ କଲେ, ଆଉ ଓଡ଼ିଆ ସବୁ ବାହାରିଲା କମ୍ପ୍ୟୁଟର ହେଇକି ମୁଁ ସେ ଓଡ଼ିଆ ପଢିପାରିବିନି କିଛି। ତେଣୁକରି ମୁଁ ତାକୁ ଅଟକେଇ ଦେବି, ପ୍ରିଣ୍ଟ ଆଉଟ୍ କରିକି ନେବି ନାହିଁ, ମୋର ଓଡ଼ିଆ କିଛି ସବୁ ଖରାପ ହେଇଯିବ। ତଥାପି ଆଉ ମୁଁ ପ୍ରଭୁ ଭୋଜ ଯେତେବେଳେ ଏଇଟା ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଯିହୁଦୀ ମାନେ ମିଶ୍ରରେ ପାଖାପାଖି 430 ବର୍ଷ ଧରି ବନ୍ଧା ହେଇକି ଥିଲେ, ବନ୍ଧନରେ ଥିଲେ, ଫାରୋଙ୍କ କବଳରେ ଥିଲେ, ସେ ସମୟରେ ପ୍ରଭୁ ଜଣେ ଉଦ୍ଧାରକର୍ତ୍ତାକୁ ଠିଆ କରିଲେ। ପୋଷାକୁ ସେଠି ସେ ଠିଆ କରାଇଲେ, ତାକୁ ପ୍ରସ୍ତୁତ କରିଲେ। ଆଉ ପ୍ରଭୁ ଯେତେବେଳେ ତାକୁ ବାହାର କରିବାକୁ ଆଣିବାକୁ ଚାହୁଁଛନ୍ତି, ସେ 10 ପ୍ରକାର ଦଣ୍ଡ ସେ ମିଶ୍ର ଉପରେ ଦେବାକୁ ଚାହିଁଲେ। ଆଉ ସେ 10 ପ୍ରକାର ଦଣ୍ଡ ମଧ୍ୟରେ ଶେଷ ଦଣ୍ଡଟି ଥିଲା ପ୍ରଥମ ଜାତ ଶିଶୁର ମୃତ୍ୟୁ। ଦେଖନ୍ତୁ ଆଉ ଅନ୍ୟ କେତେବେଳେ ସମୟ ମିଳିଲେ 10ଟା ଦଣ୍ଡର ସିକ୍ୱେନ୍ସକୁ ଦେଖିବା। ପ୍ରଥମ ଜାତ କୁସନ୍ତାନ, ପ୍ରଥମ ଜାତ କୁସନ୍ତାନ, ଚାहे ପଶୁ ହଉ ପରିବାରର ହଉ, ସବୁ କୁସନ୍ତାନ ମାନେ ସେମାନେ ମରିବେ। এইটা ଥିଲା 10 নম্বর দণ্ড। ଆଉ এই ଦଣ୍ଡଟା ମିଶ୍ରୀୟ ମାନଙ୍କ ଉପରେ ପଡିବା ସହିତ ଇସ୍ରାଏଲ ମାନଙ୍କ ଉପରେ ପଡିଥାନ୍ତା। ତେଣୁକରି ପରମେଶ୍ୱର ଗୋଟେ ବ୍ୟବସ୍ଥା ତିଆରି କଲେ ସେ ସମୟରେ କି ପାସ୍ ଓଭର, ଅର୍ଥାତ୍ ଛାଡ଼ିକି ଚାଲିଯିବା ବା ନିସ୍ତାର କରିକି ଚାଲିଯିବା, ଛାଡ଼ି ଏଇ ଘର ଗୃହକୁ ଛାଡ଼ି ଚାଲିଯିବା। ନିସ୍ତାର କହିଲେ ଯଦି ଆମେ ଦୌଡ଼ିବା ନିସ୍ତାର କରିବା ହଉଛି ଛାଡ଼ିବା, ଆଉ ଓଭର ମାନେ ଛାଡ଼ି ଚାଲିଯିବା। ପ୍ରଭୁ ଏଇ ଘରଟାକୁ ଛାଡ଼ି ଚାଲିଯିବେ। ସେଥିପାଇଁ ସେମାନେ କଣ କଲେ, ପ୍ରଭୁ କଣ କଲେ, ଯୋଉ ଆଜ୍ଞା ଦେଲେ, ପ୍ରଭୁଙ୍କ ଯୋଉ ଆଜ୍ଞା, ମୁଁ ବାଇବଲରୁ ସେ ଅଂଶକୁ ଯଦି ଆପଣ ପଢିବେ, ମୁଁ ସବୁଗୁଡା ପଢେଇବି ନାହିଁ, ତାହେଲେ ମୋର ଖାଲି ମୁଁ ଆପଣଙ୍କୁ କହିଦେବି, ଦରକାର ପଡିଲେ ମୁଁ ଏଇ ପ୍ରକାର ଗୋଟେ ପେଜ ପ୍ରିଣ୍ଟ ଆଉଟ୍ କରିଛି, ସବୁଗୁଡା ପାଇଁ ଆପଣଙ୍କୁ ଦେଇପାରିବି। ଯାତ୍ରା ତାର 12 ପର୍ବ 1-2ରେ ସେଇ ପାସଓଭରର ଆରମ୍ଭ ବିଷୟରେ ଲେଖାଯାଉଛି। କେବଳ ସେଇ ଦୁଇଟି ପଦକୁ ଆମେ ପଢିବା, ବାକି ପଦକୁ ଆମେ ଖାଲି କହିଯିବି। ଯାତ୍ରା 12 ପର୍ବ 1-2। ପ୍ରଭୁ ମୋତା ଓ କାରଣକୁ କହିଲୁ, ଏହି ମାସ ପିଲେମାନେ ତୁମମାନଙ୍କର ପ୍ରଧାନ ମାସ ଓ ବର୍ଷର ପ୍ରଥମ ମାସ ହେବ। ଏହି କଥା କୁହ, ଏହି ମାସର 10ମ ଦିନରେ ତୁମମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତାଙ୍କ ଗୁଣ ଅନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ମେଷ ସ୍ଥାପକ ନେବ। ଆଉ ଗୋଟିଏ ମେଷ ସ୍ଥାପକ ନେବା ନିମନ୍ତେ ତେବେ କୌଣସି ପରିଚାଳନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତି ବ୍ୟକ୍ତି ପ୍ରାଣୀଗଣ ସଂଖ୍ୟା ଅନୁସାରେ ଏକ ମେଷ ସ୍ଥାପକ ନେବେ। ତୁମେମାନେ ପ୍ରତ୍ୟେକ ଜଣର ଭୋଜନ ସଂଖ୍ୟା ଅନୁସାରେ ମେଷ ସ୍ଥାପକର ଅଟକଳ କରିବ। ତୁମେମାନେ ମେଷ ଫଳ ବା ଶାଗ ଫଳ ମଧ୍ୟରୁ ସ୍ଥାପକ ନେବ, ତାହା ନିର୍ଦ୍ଦେଶ ଏକ ମୂର୍ତ୍ତିର ଅଗ୍ନି ସ୍ଥାପକ ହେବ। ଧନ୍ୟବାଦ। এই ଯୋଉ ମେଷକୁ ବଛାଗଲା, ଏଇ ମେଷକୁ କଣ କରାଯିବ, ତାକୁ ତଳକୁ ଲେଖା ହେଇଛି, ମୁଁ ସବୁଗୁଡାକୁ କହିପାରିବି, ସମୟ ଚାଲିଯିବ। ତେଣୁକରି ମୁଁ ଆପଣମାନଙ୍କୁ କହୁଛି, ଆପଣ ପରବର୍ତ୍ତୀ ଅବସ୍ଥାରେ ମୁଁ ଆପଣଙ୍କୁ ଦେଇଦେବି, ତାଙ୍କର ଯଦି ଦରକାର ପ୍ରିଣ୍ଟ ଆଉଟ୍ କରିକି ଦେଇଦେବି ସମସ୍ତଙ୍କୁ। ତ ଆପଣମାନେ ଆକୁ ପଢିପାରିବେ ଆଉ ଅଧିକ ଜାଣିବା ପାଇଁ। ତ ଏଇଠି 14 ବର୍ଷ ପଦ ପର୍ଯ୍ୟନ୍ତ ସେଟାକୁ ଡେସ୍କ୍ରାଇବ କରି ପରମେଶ୍ୱର ଆଜ୍ଞା ଦଉଛନ୍ତି ମୋଶା ଆଉ ଆରୋନ। এই ପ୍ରକାର କହିବ ଗୋଟେ ମାନେ
ବେଶକୁ ନବ ପୁରୁଷ ବେଶ ତାର ବୟସ ଗୋଟେ ବର୍ଷ ମଧ୍ୟରେ ହେଇଯିବ ତାକୁ ନବ ଆଉ ତାକୁ ତାକୁ କଣ କରିବ ସେ ଯୋଉ ବଳି ଦବ ତାର ବେଶ କାଟିବ ଆଉ ତାର ରକ୍ତକୁ ନେଇକି ଗୋଟେ ନଡାର ଭିଡା କରିକି ତୁମର ଯୋଉ ବାଜୁବନ୍ଧ ଅଛି ଦ୍ୱାରକ ବାଜୁବନ୍ଧର ଉପର ଦି ସାଇଡରେ ଲଗେଇଥିବ ଯାହା କିଛି ଚିହ୍ନ ହବ ସେ ଯୋଉ ସଂହାରକ ଦୂତ ଆସିବେ ତାଙ୍କ ପାଇଁ ଚିହ୍ନ ଥିବ ସେଇ ଘରକୁ ଛାଡ଼ି ଚାଲିଯିବେ ଆଉ ସେଇ ସମୟରେ ତୁମର ପରିବାରର ସମସ୍ତ ବ୍ୟକ୍ତି ଜଣ ସେ ଭିତରେ ଥିବ ଆଉ ସେ ସମୟରେ ଗୋଟେ ନିୟମ କରାଯାଇଥିଲା କିପରି ଖାଇବ କଣ ଖାଇବ ଡିଟେଲ୍ସ ମୁଁ କୋଉ ମେଡିକାଲ ଆକାରରେ ଆପଣଙ୍କୁ ଜାଣିବା ପାଇଁ କହିଦଉଛି ସେ ସମୟରେ ସେଇ ବେଶକୁ କଣ କରିବ ଦେଖିବାର ଅଟକଳ କରିକି ତମେ ନବ ଯେତିକି ଖାଇପାରିବ ସେ ଅନୁସାରେ ବାଛିକି ତମେ କଣ କରିବ ବେଶକୁ ନବ ବା ଶାଗକୁ ନବ ଆଉ ତାକୁ କଣ କରିବ ସିଝେଇକି ଖାଇବ ନାହିଁ ବଏଲ କରିବ ନାହିଁ ତାକୁ ଡାଇରେକ୍ଟ କଣ କରିବ ତା ମୁଣ୍ଡ ଦେଇକି ସବୁ ଶରୀରକୁ କଣ କରିବ ଜଳେଇକି ତନ୍ଦୁରୀ କରିକି ଖାଇବ ଆସିକା ଭାଷାରେ ଯଦି କୁହାଯିବ ତାକୁ ତନ୍ଦୁରୀ କରିକି ଖାଇବ ଯୋଉଟାକି ଆମେ ସେଇଠୁ ପ୍ରଭୁ ଦେଇଛନ୍ତି ତନ୍ଦୁରୀ ଖାଇବା ପାଇଁ ତ ପୋଡିକି ଖାଇବ ଆଉ ତା ସହିତ ତମେ ପିତା ଶାଗ ଖାଇବ ଆଉ ତା ସହିତ ତମେ ଯୋଉ ଭଜା ଖାଇବ ସେଥିରେ ସମୀର ମିଶାଇବ ନାହିଁ ବା ଇଷ୍ଟ ଯୋଉଟା ଆମେ ବ୍ୟବହାର କରୁଛୁ ତୁଲିବ ନାହିଁ ତା ସାଧାରଣ ମଇଦା ଥିବ ତା ଦେହରେ ରୋଟି କରିକି ଖାଇବ ତା ସହିତ ତମେ କଣ କରିବ ପାନୀୟ ପାଇଁ ଆମର ଦ୍ରାକ୍ଷା ରସ ଥିବ ତା ସହିତ ଥଣ୍ଡା ଥିବ ଆଉ କିଛି ଫଳ ଥିବ ଏସବୁ ଖାଦ୍ୟର ସେ ଟେବୁଲ ସଜା ହେଇଥିବ ଏଇଟା ହଉଛି ସେଇ ସମୟ ଥିଲା ଆଉ ସେତେବେଳେ ସେମାନେ ଖାଇବେ ସେମାନେ ତାଙ୍କୁ କୁହାଯାଇଥିଲା ଜୋତା ପିନ୍ଧିକି ଖାଇବେ ଅଣ୍ଟାରେ ବେଲ୍ଟ ପିନ୍ଧିକି ଖାଇବେ ବାଡି ଧରିକି ଖାଇବେ ଯେମିତି ଖାଦ୍ୟ ସରିବ ରାତ୍ରି ଯାକ ସେମାନେ ଖାଇବେ ଖାଦ୍ୟ ସରିବ ନିଜର ଜିନିଷ ଉଠେଇବେ ଆଉ ସେମାନେ ବାହାରିଯିବେ ପ୍ରସ୍ତୁତି ହେଇଥିବେ ମାନେ ତମେ ରେଡି ହେଇକି ଖାଇବ ଯେମିତି ରେଡି ରେଡି ଗୋ କୁହନ୍ତି ତମେ ଡୋର ଷ୍ଟେଜ୍ ଆସିବ ଖାଦ୍ୟ ସରିଲା ପରେ ଯେମିତି ଖାଦ୍ୟ ସରିବ ଯାହା ବଳକା ରହିଯିବ ତାକୁ ଫୋପାଡ଼ିବନି ତାକୁ ସେଠି ନିଆଯାଏ ଅଙ୍ଗାରରେ ଜାଳିଦବ ତାପରେ ବାହାରିଯିବ এইটা ଥିଲା ପାସୋଭର ବା ନିସ୍ତାର ପର୍ବର ଭୋଜ ଆଉ ସେଇଦିନ ଗୋଟେ ମହାକ୍ରନ୍ଦନ ହେଇଥିଲା ବିଶ୍ୱରେ ଯୋଉମାନେ ଏମାନଙ୍କୁ ତାଡ଼ନ ଦଉଥିଲେ ଯୋଉମାନେ କଷ୍ଟ ଦଉଥିଲେ ସେମାନଙ୍କ ପରିବାର ଗୋଟେ ମହାକ୍ରନ୍ଦନ ହେଇଥିଲା ସବୁ ପ୍ରଥମ ଜାତ କୁସନ୍ତାନ ଚାହେ ପଶୁର ହଉ ଚାହେ ରାଜାର ହଉ ଚାହେ ରଙ୍କର ହଉ ସମସ୍ତଙ୍କ ଘରେ କ୍ରନ୍ଦନ ଥିଲା ମୃତ୍ୟୁର କ୍ରନ୍ଦନ ଥିଲା କିନ୍ତୁ ପ୍ରଭୁ ଏଇ ମୃତ୍ୟୁର କ୍ରନ୍ଦନ ସେ ପରିବାର ମାନଙ୍କ ମଧ୍ୟରେ ଦେଇନଥିଲେ ଯୋଉମାନେ ପରମେଶ୍ୱରଙ୍କ ଆଜ୍ଞାକୁ ପାଇଥିଲେ ଆଉ ଏଇଟା ପ୍ରଥମେ ସେଠି କରିଥିଲେ ତାପରେ ଯେତେବେଳେ ସେମାନେ 40 ବର୍ଷ ଯାତ୍ରା କରୁଥିଲେ ଆଉ ଏଇ ଯାତ୍ରା ମଧ୍ୟରେ ସେମାନେ ଆଉ ପାଳନ କରିପାରୁନଥିଲେ ତାପରେ ଶେଷରେ ସେମାନେ ଯାଇକି ପାଳନ କରିଥିଲେ ହଉଛି ଆଉ କିନ୍ତୁ ଯାତ୍ରା ମଧ୍ୟରେ 40 ବର୍ଷ ମଧ୍ୟରେ ବାରମ୍ବାର ସେମାନଙ୍କୁ ମନ ପକାଇଥିଲା ଯେତେବେଳେ ତମେ ସେ ପ୍ରତିଜ୍ଞାତ ଦେଶରେ ପହଞ୍ଚିଯିବ ଏଇଟାକୁ ପାଳନ କରିବ ଆଉ ଯେତେବେଳେ ପ୍ରତିଜ୍ଞା ଦେଶରେ ପହଞ୍ଚି ଯାଉଛନ୍ତି ଆଉ ସେମାନେ ତାହା ପାଳନ କରୁଛନ୍ତି ଯୋଉଟାକି ଆପଣ ପାଇବେ ଝିଅ ତାର 5 ପର୍ବ 10 ବଦଳେ ଝିଅ 5 ପର୍ବ 10 ବଦଳେ এই নিস্তার পর্ব ସେମାନେ ହିନ୍ଦୁରେ 40 ବର୍ଷ ପରେ ତାଙ୍କର ବୁଲି ସାରିଲା ପରେ ପ୍ରଥମ ଆରମ୍ଭ ହେଲା ଏଇଠି ପାଳନ କଲେ ଆଉ ତା ପରଦିନଠୁ ମାନା ବନ୍ଦ ହେଇଗଲା କହିବା ମାନା ଏତିକି ଦିନ ପର୍ଯ୍ୟନ୍ତ ସ୍ୱର୍ଗରୁ ଯୋଉ ମାନା ମିଳୁଥିଲା ଏଇ ନିସ୍ତାର ପର୍ବ ପାଳନ କଲା ପରେ ମାନା ବନ୍ଦ ହେଇଗଲା ତାପରେ ଯେଉଁମାନେ ବିଶ୍ୱସ୍ତ ଭାବରେ ଏଇଟା ପାଳନ କରି ଆସୁଥିଲେ ଯେତେ ତ ବନ୍ଦୀ ହେଇଛନ୍ତି ସେଟା କରିପାରୁନାହାନ୍ତି କିନ୍ତୁ ଯେତେବେଳେ ପଳେଇ ଆସିବା ନୂତନ ନିୟମକୁ ପଳେଇ ଆସୁଛୁ ଆଉ ନୂତନ ନିୟମରେ ଯୀଶୁଙ୍କ ପରିବାରରେ ମଧ୍ୟ ଏଇଟା ପାଳନ କରାଯାଉଥିଲା ସେ ସମୟର ସମସ୍ତ ଜିହୁଦୀ ପରିବାର ପାଳନ କରାଯାଉଥିଲା କିନ୍ତୁ ପ୍ରଭୁ ଯୀଶୁ ତାଙ୍କର 3 ବର୍ଷର ସେବା କାର୍ଯ୍ୟ ଶେଷ କରିବାକୁ ଯେତେବେଳେ ଯାଉଛନ୍ତି ସେତେବେଳେ ମଧ୍ୟ ସେ ଏକ ନିସ୍ତାର ପର୍ବ ବାଇବଲରେ ରେକର୍ଡେଡ ହେଇଛି ଆଉ ସେ କଣ କରୁଛନ୍ତି ପାଳନ କରୁଛନ୍ତି ଆଉ ସେଇଟା ହଉଛି ଯୀଶୁଙ୍କ ପାଇଁ ଶ୍ରେଷ୍ଠ ରାତ୍ର ଭୋଜ ଥିଲା ପ୍ରଥମେ ଆମେ
নিষ্ঠার করব আনন্দর প্রথম উপযোগী আমি দেখিবি এবং যিশু কিন্তু শ্রেষ্ঠ রাষ্ট্রপতি হয়েছিল তা অনেক জায়গায় বিপরীত দেখাইছি না খুলে মার করে যে ওখানে অনেক জায়গায় তা মেনশন করা হয়েছে কিন্তু আমি গোটে জায়গায় পড়িবা বিপরীত সুষমাচার ভাই ছিল শান্ত করি অছি কিন্তু আমি ଟିକେ ଜଲ୍ଦି ପଢିଦବା ଏଇଟାକୁ ଭାଇ ତାର ସାଥି କରିବାକୁ ଆପଣ ଦୁର୍ଗା ଭାଇ को ସାଥି କରିବାକୁ ଆଉ ସେମାନେ ଯାଇ ସେମାନଙ୍କୁ ଯେପରି କହିଥିଲେ ସେଇପରି ଦେଖି ନିର୍ମାଣ ପର୍ବର ଭୋଜ ପ୍ରସ୍ତୁତ କଲେ ପୁଣି ସମୟ ଉପସ୍ଥିତ ହୁଅନ୍ତି ସେଇ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ ଆଉ ସେ ସେମାନଙ୍କୁ କହିଲେ ମୋର ଦୁଃଖ ଭୋଗ ପୂର୍ବେ ମୁଁ ତୁମମାନଙ୍କ ସହିତ ଏଇ ନିଷ୍ଫଳ ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି କାରଣ ମୁଁ ତୁମମାନଙ୍କୁ କହୁଅଛି ଈଶ୍ୱରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହିଁ ତାହା ପାଳନ କରିବି ନାହିଁ। ପୁଣି ସେ ପାନପତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ ଏହା ନେଇ ଆପଣ ଆପଣ ମଧ୍ୟରେ ଭାଗ କର କାରଣ ମୁଁ ତୁମମାନଙ୍କୁ କହୁଅଛି ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ କରିବି ନାହିଁ। ନିଦର୍ଶନ ସ୍ୱରୂପ ଆପଣଙ୍କ ସମ୍ମୁଖରେ ମୋ ସାମ୍ନାରେ ରଖୁଛନ୍ତି ଆଉ ସେଦିନ ସେଇ ଶିଷ୍ୟମାନଙ୍କ ଆଉ ବହୁତ କିଛି ହେଇଛି ମୁଁ ସେଇଟାକୁ ଯିବିନି ମୋର ସମୟ ସରିଯିବ ଜୋହନର ଯେତେବେଳେ ଦେଖୁଛୁ ଏଇ ଯୋଉ ପର୍ବଟି ସେ ପାଳନ କରିବା ଦ୍ୱାରା ଜୋହନ ଅତି ସୁନ୍ଦର ଭାବରେ ସେଠି ଲେଖନ୍ତି କି ପ୍ରଥମେ ସେ କଣ କରୁଛନ୍ତି ସେମାନଙ୍କର ଖାଦ୍ୟ ପ୍ରକ୍ଷାଳନ କରୁଛନ୍ତି ସେମାନଙ୍କୁ ଦଉଛନ୍ତି ଗୋଟେ ଆକ୍ସନ ତାର ଯୋଉ ବିଷୟ ସେଠି ଲେଖାଯାଉଛି କାର୍ଯ୍ୟ ଦ୍ୱାରା ଯାହା 3.5 ବର୍ଷ ଧରି ଶିକ୍ଷା ଦେଇଥିଲେ ତାହା କରିକି ଦେଖଉଛନ୍ତି ପ୍ରେମ କରିବା ଚୂଡ଼ାନ୍ତ ପ୍ରେମ ପ୍ରକାଶ କରୁଛନ୍ତି
ତାପରେ ସେ କହୁଛନ୍ତି ପ୍ରଭୁ ଯୋଉ ବାଣ୍ଟୁଛନ୍ତି ଏଇ ଯୋଉ ବିଷୟଟି ଆମେ ଦେଖୁଛୁ ଏଇଟା ଥିଲା ସେଦିନର ପ୍ରଭୁ ଭୋଜ ଆଉ ତାପରେ ପ୍ରଭୁ ଆଜ୍ଞା ଦଉଛନ୍ତି ତମମାନେ ଏଇଟା କର ବୋଲି ଆପଣ ଆମେ ଏଇଥିରେ ସାମିଲ ହେଇଥାଉ କେବଳ ଏଇଟା ସେ ଶିଷ୍ୟମାନଙ୍କୁ ସେଇଦିନ ଆଜ୍ଞା ଦେଇଛି ଯେତେବେଳେ ତମେ ଏଇଟା କରିବ ସେତିକି ମତେ ସ୍ମରଣ କରିବ ଆଉ ଏଇ ଭୋଜଟି ଯେତେବେଳେ ଆମେ ଦେଖୁଛୁ ତା ପୁଙ୍ଖାନୁପୁଙ୍ଖ ଭାବେ ଗ୍ରନ୍ଥରେ ଲେଖାଯାଉଛି ପ୍ରଥମ ଗ୍ରନ୍ଥରେ ଲେଖାଯାଉଛି କିନ୍ତୁ ମୁଁ ଆପଣଙ୍କୁ ପ୍ରେରିତକୁ ଦବାକୁ ଚାହିଁବି ଯୋଉଠି ଶିଷ୍ୟମାନେ ଏ ଭୋଜର ପାଳନ କରୁଥିଲେ ପ୍ରେରିତ ତାର 2 ପଦ ତାର 42 ପଦରେ ଏଠି ଆମେ ଦେଖୁଛୁ ରୋଟି ଭାଙ୍ଗିବାରେ ସେମାନେ ନିର୍ଦ୍ଦିଷ୍ଟ ରହିବେ ପ୍ରାର୍ଥନାରେ ପ୍ରେରିତମାନଙ୍କ ଶିକ୍ଷାରେ ତା ସହିତ ଆଉ ଗୋଟେ ଆକ୍ଟ ଏଟା ଥିଲା ଏ ରୋଟି ଭାଙ୍ଗିବାର ଯୋଉଟା କି ପ୍ରଭୁ ସେମାନଙ୍କୁ ଶିଖେଇଥିଲେ କୃଷ୍ଣକୁ ଯିବା ପୂର୍ବରୁ ଆଉ ଏଇଟା ସେମାନେ ଯେତେ ଥର ସମବେତ ହଉଥିଲେ ସେମାନେ ସେତେ ଥର ପାଳନ କରୁଥିଲେ ଯଦି ତା ଚଳିତ ଉପରେ ପଢିବା ସେଠି ମଧ୍ୟ 42 ପଦ ଆମେ ପଢିବା 42 ପଢିବୁ 42 ପରିବାର ଯୋଉ ବସିଛି ସେଟା ଡାଇନିଂ ଟେବୁଲ ସେଟା ନୁହେଁ ହାଉସ ଫେଲୋସିପ ମଧ୍ୟ କରୁଥିଲେ ଗୃହ ପ୍ରାର୍ଥନା କରୁଥିଲେ ସେତେବେଳକୁ ମଧ୍ୟ ସେମାନେ ପ୍ରଭୁର ବିଜୟରେ ସାମିଲ ହଉଥିଲେ କାରଣ ୟାର ଉଦ୍ଦେଶ୍ୟ ଥିଲା ସେମାନେ ସ୍ମରଣ କରୁଥିଲେ ଯେତେବେଳେ ଏଇ ପ୍ରଭୁ ଭୋଜଟି ଆଜି ଆମ ପାଖରେ ଅଛି ଆମେ ତାଙ୍କୁ ସ୍ମରଣ କରିବା ମୁଁ ଆଉ କିଛି ତାତ୍ପର୍ଯ୍ୟ ଆପଣଙ୍କ ପାଖରେ ରଖିବାକୁ ଚାହିଁବି କାରଣ ଏଇ ପ୍ରଭୁ ଭୋଜ ଯିବା ପୂର୍ବରୁ ଆଗେ ଏଇଟା ନବା ଦ୍ୱାରା ମୋର ଆପଣଙ୍କ ଜୀବନରେ କଣ ଲାଭ ହୁଏ ବା କିପରି ଭାବେ ମୁଁ ଉପକୃତ ହେବି ବା ଆଶୀର୍ବାଦ ପାଏ ସେ ବିଷୟରେ ଆଜି ମୁଁ ଆପଣମାନଙ୍କ ପାଖରେ ରଖିବି ତାର ସେକେଣ୍ଡ ପାର୍ଟଟା ନେଗେଟିଭ ଯଦି ମୁଁ ଅଯୋଗ୍ୟ ଭାବେ କଣ ହୁଏ ତାକୁ ଆଜି ମୁଁ କହିବି ନାହିଁ କାହିଁକି ମୋତେ ସମୟ ହବ ନାହିଁ ତାକୁ ଯେତେବେଳେ ଅନ୍ୟ ସୁଯୋଗ ପଡ଼ିବ ଏଇ ପ୍ରକାର ପ୍ରଭୁ ଦିନରେ ମୁଁ ସେଇ ପାର୍ଟକୁ କହିବି ତ ମୋ ସହିତ ଯୋଉ ମୁଖ୍ୟ ଅଂଶ ଏଇଟା ଥିଲା ମୋର ସାରାଂଶ ଦେବ ମୁଖ୍ୟ ବାକ୍ୟକୁ ଯିବା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟେ ପ୍ରସ୍ତୁତ କରୁଥିଲି ପ୍ଲାଟଫର୍ମ ଯୋଉଠି କି ମୁଁ ବାକ୍ୟକୁ ଆପଣଙ୍କ ପାଖରେ ରଖିବି ଚେଷ୍ଟା କରୁଛି ସମୟ ଭିତରେ ସାରିବା ପାଇଁ ତ ଆପଣମାନେ ମୋ ସହିତ ବୋଲନ୍ତୁ ଆଜି ପ୍ରଭୁ ଭଜନରୁ ଆମର ଯୋଉ ଜୀବନ ପାଇଁ ଯୋଉ ଆଶୀର୍ବାଦ ଆମେ ପାଇପାରିବା ତାକୁ ଦେଖିବା ପାଇଁ ଯୌବନ ତାର 6 ପର୍ବ ତାର 35 48 ରୁ 58 ପର୍ଯ୍ୟନ୍ତ ପଢିବା ଯଦି ବିପଦ ମୋ ଜୀବନରେ ଆମ୍ଭେର ତୁମମାନଙ୍କ ପିତୃପୁରୁଷ ପ୍ରାନ୍ତରରେ ନାନା ଭୋଜନ କରି ମୃତ୍ୟୁଭୋଗ କରିବେ କେହି ଯଦି ଭୋଜନ କରି ମୃତ୍ୟୁଭୋଗ ନ କରିବେ ଏଥିନିମନ୍ତେ ସ୍ୱର୍ଗରୁ ଅବତୀର୍ଣ୍ଣ କରିବା ଆମର ଏହି ଅଟେ ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେ ଜୀବନର ଆହାର କେହି ଯଦି ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ ହଁ ମୁଁ ଯେଉଁ ମାଛକୁ ଦେବି ତାହା ମୋର ମାଂସ ମୁଁ ତା ଜଗତରେ ଜୀବନ ନିମନ୍ତେ ଦେବି ଏଥିରେ ଯେମିତିମାନେ ପରସ୍ପର ବାତଚିତ କରି କହିବାକୁ ଲାଗିବେ ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇପାରେ ସେଥିରେ ଯୀଶୁ ସେମାନଙ୍କୁ କହିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ମନୁଷ୍ୟଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କର ରକ୍ତପାନ ନ କଲେ ତୁମମାନଙ୍କର ଜୀବନ ନାହିଁ
ଯେ ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ ଆଉ ମୁଁ ଶେଷରେ ତାହାକୁ ଯଦି ଆପଣ ଏଇ ସବୁ କରିବେ ତାର ପୃଷ୍ଠଭୂମି ସେଇ ପ୍ରକାର ତ ସେଇଠି ଅନେକ ମିଳୁଛି ଜାଣିଛି ତାଙ୍କୁ ପଛରେ ଯାଉଛୁ ଆଉ ସେଥିପାଇଁ ସେମାନେ ତାକୁ ଛାଡ଼ିକି ପଳେଇବେ ଯଦି ଆପଣ ପଢିବେ ପରବର୍ତ୍ତୀ ଅବସ୍ଥାରେ ଯଦି 58 ଆଡକୁ ଲେଖା ସେମାନେ ଛାଡ଼ିକି ପଳେଇବେ ତ ଏଠି ଯୀଶୁ କିନ୍ତୁ ସେମାନଙ୍କୁ ଶିକ୍ଷା ଦଉଛନ୍ତି ଯାହା ସେ ନିଜ ବିଷୟରେ ପିତାଙ୍କ ବେଳକୁ ପାଇଛନ୍ତି ପ୍ରଥମ ବିଷୟ ହଉଛି ଯେତେବେଳେ ସେ ଆମକୁ ଶିକ୍ଷା ଦଉଛନ୍ତି ଯେତେବେଳେ ଆମେ ପ୍ରମୋଜନ ଜଏନ୍ କରିଥାଉ ବା ଯୋଗ ଦେଇଥାଉ ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇଥାଉ ଯେତେବେଳେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ହେଇନାହିଁ ହବାକୁ ଯାଉଛି ତା ପୂର୍ବରୁ ଯୀଶୁ ଏହି ଶିକ୍ଷା ଦଉଛନ୍ତି ଆଉ ସେ କହିବାକୁ ଚାହାନ୍ତି କି ଆମେ ଯେତେବେଳେ ପ୍ରଭୁରେ ସାମିଲ ହଉ ଆମେ ଅନନ୍ତ ଜୀବନ ପାଇଥାଉ ଏଇଟା ମୋର ଶବ୍ଦ ନୁହେଁ ଏଇଟା ପ୍ରଭୁ ଯୀଶୁଙ୍କର ଶବ୍ଦ ଆମେ ପ୍ରଭୁ ଯୀଶୁଙ୍କୁ ଯେତେବେଳେ ପ୍ରଭୁର ବିଶ୍ୱାସରେ ଆମେ ଆକ୍ଚୁଆଲି ଗ୍ରହଣ କରିବା ପାଇଁ ମୁଁ କାହିଁ ବିଶ୍ୱାସ କଲି କୌଣସି ଅବିଶ୍ୱାସୀ ପାଇଁ ଟେବୁଲ ପାଇଁ ମେଜ ସଜା ହେଇଛି ସେ ଅବିଶ୍ୱାସ କରୁଥାଏ ତା ପାଇଁ ମେଜ ନଥାଏ ତେଣୁକରି ଆମେ ବିଶ୍ୱାସ ଦ୍ୱାରା ଉଦ୍ଧାର ପାଇଛୁ କିନ୍ତୁ ଯେତେବେଳେ ଆମେ ପ୍ରଭୁର ଗ୍ରହଣ କରିଥାଉ ସେତେବେଳେ ଅନନ୍ତ ଜୀବନର ଆମ ଜୀବନ ଅଧିକାର ହେଇଥାଏ ଯୋଉଟା କି 54 ପଦରେ କ୍ଲିୟର ଭାବରେ ମେନସନ କରାହଉଛି ଯୋଉ ଅଂଶଟି ଆମେ ପାଠ କରୁ ଯଦି ମୁଁ ଦେଖିଲି କି ସେ ପ୍ରଭୁରେ ଜଏନ୍ କରିବା ଏକ ସାଧାରଣ ବୋଝ ଭଳି ଲୋକମାନେ ଅନେକ ଗ୍ରହଣ କରନ୍ତି କିନ୍ତୁ ମୋ ଦୃଷ୍ଟିକୋଣରେ ମୁଁ ଯେତେବେଳେ ଏଇ ମେଜ ସାମ୍ନାରେ ବସୁଛି ମୁଁ ଅନୁଭବ କରେ ପ୍ରଭୁଙ୍କ ସହିତ ବସୁଛି ହେଇପାରେ ସିଏ ମୋ ସହିତ ଖାଉନାହାନ୍ତି କାରଣ ଶେଷ ଦିନେ ସେ ଖାଇବେ ବୋଲି ଅପେକ୍ଷା କରିଛନ୍ତି କିନ୍ତୁ ମୁଁ ତାଙ୍କ ସହିତ ବହୁତ ଲୋକ ଆଗ୍ରହ ସହିତ ମିଶନ୍ତି ମୋର ସେଇ ପ୍ରକାର ଚିନ୍ତାଧାରା ମୋ ଚିନ୍ତାଧାରା ମୁଁ ଯେତେବେଳେ ପ୍ରଭୁ ଭୋଜନରେ ବସିବି ମୁଁ ପ୍ରଭୁଙ୍କ ସହିତ ବସୁଛି ଯେମିତି ବାହାଘରରେ ଆପଣ ଟେବୁଲରେ ଏକାଠି ବସନ୍ତି ପ୍ରଭୁଙ୍କ ସହିତ ବସୁଛି ପ୍ରଭୁଙ୍କ ସେଇ ଶିଷ୍ୟମାନେ ମୋ ସହିତ ବସୁଛନ୍ତି ସେ ଅନୁଭୂତି ମୁଁ ଫିଲ୍ କରେ କାରଣ ସ୍ତ୍ରୀ କଣ କରୁଛନ୍ତି ସେ ଅନନ୍ତ ଜୀବନ ଦେବାର ଅଧିକାର ମତେ କରିଛନ୍ତି ଯୋଉଟା କି ସେ କୃଷ ଉପରେ ମୋ ପାଇଁ ଦେଇଥିଲେ ମୁଁ ପାପୀ ମଣିଷ କୌଣସି ଦୃଷ୍ଟିକୋଣରେ ମୁଁ ପବିତ୍ର ନୁହେଁ କି ମୁଁ ଯୋଗ୍ୟ ହେଇପାରିନି ଏଇ ମେଜର କିନ୍ତୁ ମୋର ଅଭିଜ୍ଞତାକୁ ପ୍ରଭୁ କୃଷ୍ଣ ଉପରେ ପରିବର୍ତ୍ତନ କରିଛନ୍ତି ସେ ତାଙ୍କର ରକ୍ତ ଦ୍ୱାରା ସେ ତାଙ୍କର ମାଂସ ଦ୍ୱାରା ମତେ ରୋହିତ ଶୁଦ୍ଧ କରିଛନ୍ତି ଯାହାଦ୍ୱାରା କି ମୁଁ ଏ ମେଜର ସାମିଲ ହେଇପାରୁଛି ତାଙ୍କର ସେଇ ମହାନ ବଳିଦାନକୁ ସ୍ମରଣ କରିବା ସକାଶେ ମୁଁ ତାଙ୍କ ସହିତ ବସୁଛି ଏ ମେଜ ଆଉ ତାର ନୁହେଁ ଏଟା ମେଜ ଅମର ଜ୍ୟୋତିର ନୁହେଁ ଏ ମେଜ ହଉଛି ପ୍ରଭୁଙ୍କର ମୁଁ ଯେତେବେଳେ ବସୁଛି ଏଠି
ପ୍ରଭୁଙ୍କ ସହିତ ମୁଁ ବସୁଛି। ତୃତୀୟ ବିଷୟଟି ହେଉଛି ସେ କହୁଛନ୍ତି ଯେତେବେଳେ ମୁଁ ଏଇ ମେଜ ସହିତ ବସୁଛି ତାଙ୍କ ସହିତ, ତାହେଲେ ସେଇ ଯୌବନ ପଦର ସେ ଦ୍ୱିତୀୟ ବିଷୟଟି କହୁଛନ୍ତି ଶ୍ରେଷ୍ଠ ଦିନରେ ସେ ମତେ କଣ କରିବେ ସ୍ଥାପିତ କରିବେ। ହେଇପାରେ ଏ ଜଗତରେ ଥିବା ସମୟରେ ମୋର ଶରୀର ମାଟିର ଶରୀର ମାଟିରେ ମିଶିଥିବ, କିନ୍ତୁ ମୋ ପାଖରେ ସେ ଆଶା ଓ ଭରସା ପ୍ରଭୁ ଦେଇଛନ୍ତି। ଏ ମେଜର ସାମିଲ ହବା ଦ୍ୱାରା ସେ ଆଶା ଭରସା ଏ ଶେଷ ଦିନରେ ମୁଁ ଉଠିବି। ସେ ମତେ ଯେଉଁ ପ୍ରକାର ପିତା ତାଙ୍କୁ ତୃତୀୟ ଦିନରେ ଉଠେଇଥିଲେ ସେ ପ୍ରକାର ଆପଣଙ୍କୁ ମତେ ତୃତୀୟ ଦିନରେ ସେ ଉଠେଇବେ ବା ଶେଷ ଦିନରେ ସେ ଉଠେଇବେ। ଆମେ କଣ ଉଠିବୁ ଆଉ ତାଙ୍କ ସହିତ ତାଙ୍କ ରହିବୁ। ସେ ମଧ୍ୟ ଆକାଶରେ ଦେଖା ହବ। ଯେତେବେଳେ ମୁଁ ମେଜରେ ସାମିଲ ହଉଛି ମୁଁ ସେଇଟାକୁ ପ୍ରକାଶ କରୁଛି ଆଉ ପ୍ରଚାର କରୁଛି, ସେଇଟାକୁ ସ୍ୱୀକାର କରୁଛି। ତୃତୀୟ ବିଷୟ ହଉଛି ଯୋଉଟାକି ଅପନ ପଦରେ ଲେଖାଯାଉଛି ଯେ ଏହା ପାଳନ କରେ ସେ ମୋ ଠାରେ ରହେ ଓ ମୁଁ ତା ଠାରେ ରହେ। ବହୁତ ଠିକ ବିଷୟ। ମୁଁ ଯେତେବେଳେ ମେଜରରେ ସାମିଲ ହଉଛି ତାହେଲେ କଣ ମୁଁ ଯୀଶୁଙ୍କ ସହିତ ସାମିଲ ହଉଛି। ସିଏ ମୋ ଠାରେ ଅଛନ୍ତି, ମୁଁ ତାଙ୍କ ଠାରେ ଅଛି। ଏଇ ଜୀବନରେ ଲେଖାଯାଉଛି ତୁମେ ଯଦି ମୋ ଠାରେ ରୁହ ତାହେଲେ ତୁମେ କଣ କରିବ? ପ୍ରଚୁର ଫଳ ଫଳିବ। এইটা হচ্ছে ଆଉ ଗୋଟେ ସିମ୍ବଲ। ମୁଁ ଏ ମେଜରରେ ଯେତେବେଳେ ସାମିଲ ହଉଛି ସିଏ ମୋ ଠାରେ ରହୁଛନ୍ତି, ମୁଁ ତାଙ୍କ ଠାରେ ରହୁଛି। ମାନେ ମେଜ ତାଙ୍କ ବିନା ମୁଁ ବସୁନାହିଁ, ମୁଁ ତାଙ୍କ ସହିତ ବସୁଛି, ସେ ମୋ ଠାରେ ରହୁଛନ୍ତି। ତାହେଲେ ମୁଁ ପ୍ରକାଶ କରୁଛି କି ମୁଁ ସେ ମୋ ଠାରେ ନାହାନ୍ତି ବୋଲି। ସେଟା ହଉଛି ବଡ ବିଷୟ। ମୁଁ ନେଗେଟିଭ ବିଷୟ କହିବାକୁ ଚାହୁଁନି ଆଜି, କିନ୍ତୁ ମୁଁ ଯେତେଥର ଏଠାରେ କହିଲେ ସାମିଲ ହଉଛି ମୁଁ ସ୍ୱୀକାର କରୁଛି ସେ ମୋ ଠାରେ ଅଛନ୍ତି, ସେ ମୋ ହୃଦୟରେ ଅଛନ୍ତି ବୋଲି, ସେ ମୋ ସହିତ ଅଛନ୍ତି ବୋଲି, ଆଉ ମୁଁ ତାଙ୍କ ଠାରେ ଅଛି ବୋଲି। ଏଠି ସହିତ ଲେଖା ହଉଛି, ଠାରେ ଲେଖା ହଉଛି, ଅର୍ଥାତ୍ ସିଏ ଇନ୍ ଜିସସ୍ ଇଂଲିଶରେ ଲେଖା ହଉଛି। ଇନ୍ ଜିସସ୍ କ୍ରାଇଷ୍ଟ, ନଟ୍ ୱିଥ୍ ଜିସସ୍ କ୍ରାଇଷ୍ଟ ଲେଖା ହଉଛି। ଇନ୍ ଜିସସ୍ କ୍ରାଇଷ୍ଟ, ହି ଇଜ୍ ଇନ୍ ମି, ଆଇ ଆମ୍ ଇନ୍ ହିମ୍। इंग्लिश में बाइबल में लिखा हो इन बोलने का उसी विथ लिखा हो नहीं मोस्ट सॉरी तो बहुत छोटी नहीं हो। और तो विषय क्या जितने भोजन हमें गुड़ा की हमें देखी से संसार लिखाई थी पढ़ा बंदे এই আহার ভোজন করে সে অনন্ত কাল পর্যন্ত জীবিত রহিব। অনন্ত জীবন পাইবা, অনন্ত কাল পর্যন্ত জীবন জীবিত রহিবা। প্রথম দিয়ে আমার ଥିଲା হচ্ছে অনন্ত জীবন পাইবা, এটা হচ্ছে অনন্ত কাল পর্যন্ত জীবিত রহিবা। শরীর জীবিত ন থাইপারে কিন্তু আত্মিক রূপে অনন্ত কাল পর্যন্ত জীবিত রহিবি। যেତେବେଳେ ମୁଁ ତାଙ୍କ ସହିତ ଭୋଜନରେ ବସୁଛି, ତାଙ୍କର ଏ ଭୋଜନରେ ମୁଁ ସାମିଲ ହଉଛି, ସେତେବେଳେ ମୁଁ ଶେଷ ଅନନ୍ତ କାଳ ପର୍ଯ୍ୟନ୍ତ ତାଙ୍କ ସହିତ ରହୁଛି। ମୁଁ ଚାରିଟା ବିଷୟ ସ୍ମରଣ କରିବାକୁ ଚାହେଁ। ମୁଁ ଯେତେବେଳେ ଭୋଜନରେ ସାମିଲ ହଉଛି ମୁଁ ପ୍ରକାଶ କରୁଛି କି ଅନନ୍ତ ଜୀବନର ଅଧିକାରୀ ମୁଁ ହେଇଛି ବୋଲି। ଦୁଇ ହଉଛି ମୁଁ ପ୍ରକାଶ କରୁଛି ଆଉ ବିଶ୍ୱାସ କରୁଛି ଆଉ ଆଶାରେ ଅଛି ସେ ମତେ ଶେଷ ଦିନରେ ଉଠେଇବେ ବୋଲି। ମୁଁ ଯେତେବେଳେ ପ୍ରଭୁର ସାମିଲ ହଉଛି ମୁଁ ଏହା କହୁଛି ସେ ମୋ ଠାରେ ଅଛନ୍ତି, ମୁଁ ତାଙ୍କ ଠାରେ ଅଛି। ଆଉ ଯେତେବେଳେ ମୁଁ ପ୍ରଭୁ ସାମିଲ ହଉଛି ଚତୁର୍ଥ ବିଷୟ ଅନନ୍ତ କାଳ ପର୍ଯ୍ୟନ୍ତ ମୁଁ ଜୀବିତ ରହିବି। ଯେପରି ସେ ଜୀବିତ ଅଛନ୍ତି ମୁଁ ତାଙ୍କ ସହିତ ଜୀବିତ ରହିବି। ପାଠ କରି ଆମେ ପ୍ରଭୁ ପାଇଁ ଯିବା, କାରଣ ଆମେ ନିଜକୁ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମ କରନ୍ତି ତାର 11 ପର୍ବ 23 ପଦକୁ ପାଠ କରୁଛି, ଆପଣମାନେ ମୋ ସହିତ ଧ୍ୟାନ ଦିଅନ୍ତୁ।
କାରଣ ମୁଁ ପ୍ରଭୁଙ୍କ ଠାରୁ ପ୍ରାପ୍ତ କେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରୁଅଛି ତାହା ଏହି ଚକ୍ର ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋର ଶରୀର, ମତେ ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, এই ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ। ତୁମମାନେ ଯେତେ ଥର ଏଥିରୁ ପାନ କର ସେତେ ଥର ମତେ ସ୍ମରଣ କରିବା ନିମନ୍ତେ ଏହା କର। କାରଣ ଯେତେ ଥର ତୁମେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁକୁ ପ୍ରଚାର କରୁଅଛ। এইটা হচ্ছে জীবন্ত প্রভুଙ୍କର ବାକ୍ୟ। ଯେତେ ଥର ଆମେ ନିକଟରେ ଗ୍ରହଣ କରୁଛୁ ସେତେ ଥର ମୁଁ ପୂର୍ବୀଠୁ ଠିଆ ହେଇକି ପ୍ରଚାର କରୁନାହିଁ, ମୁଁ ତାଙ୍କ ସହିତ ପ୍ରଭୁ ମନ୍ଦିରରେ ବସିକି ପ୍ରଚାର କରୁଛି। ମୋର ପାଇଁ ଯୀଶୁ କ୍ରୁଶରେ ମରିଥିଲେ, ମୋର ପାଇଁ ଯୀଶୁ କ୍ରୁଶରେ ମରିଲେ। ତୃତୀୟ ଦିନ 3 ଦିନ ପର୍ଯ୍ୟନ୍ତ କବରସ୍ଥ ହେବେ, ତୃତୀୟ ଦିନରେ ସେ ପୁନରୁତ୍ଥିତ ହେବେ। ଆଉ ଥରେ ଆସିବେ ମତେ ଆଉ ଆପଣମାନଙ୍କୁ ଯୋଉମାନେ ପ୍ରଭୁରେ ସାମିଲ ହଉଛନ୍ତି ତାଙ୍କୁ ନେଇଯିବା ପାଇଁ। ବହୁତ ମସ୍ତ ହାଲେଲୁୟା। କାରଣ ଯୋଉମାନେ ଏଥିରେ ସାମିଲ ହଉନଥିବେ କୌଣସି କାରଣବଶତଃ ସେମାନଙ୍କ ପାଇଁ ସେ ସବୁ ନେବେନି, ସେମାନଙ୍କୁ ଏଇଠି ଛାଡ଼ିଦେବେ। ତେଣୁକରି ଆଜି ଯୋଉମାନେ କୌଣସି କାରଣବଶତଃ ନଉନାହାନ୍ତି ଚିନ୍ତା କରନ୍ତୁ ଆଉ ଚେଷ୍ଟା କରନ୍ତୁ ଆସନ୍ତା ଦିନମାନଙ୍କରେ ଯେପରି ପ୍ରଭୁରେ ସାମିଲ ହେଇପାରିବେ। ନବା ପୂର୍ବରୁ ଆମେ ପ୍ରସ୍ତୁତ ହବା। ପଦ ଲେଖାଯାଏ, ମତେ ଯିଏକି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାନପାତ୍ରରୁ ପାନ କରେ ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। କିନ୍ତୁ ମନୁଷ୍ୟ ଆପଣଙ୍କୁ ପରୀକ୍ଷା କରୁ ଆଉ ସେହିପରି ଭାବେ ରୋଟି ଭୋଜନ କରୁ ଓ ପାନପାତ୍ରରୁ ପାନପାତ୍ର ଗ୍ରହଣ କରୁ। ଆଜି ସମୟ ଆସିଛି ଆମେ ନିଜ ନିଜକୁ ପରୀକ୍ଷା କରିବା। এই ସମୟରେ ଆମେ ନିଜ ନିଜକୁ ପରୀକ୍ଷା କରିବା। ଅନୁରୋଧ କରିବି ଇଲେନ ଭାଇ ଖଣ୍ଡାନିଆ ସାମ୍ନାକୁ ଆସିବେ, ପ୍ରବୋଧ ବାଣ୍ଟିବାରେ ସାହାଯ୍ୟ କରିବେ। ଆମେ ଏହି ସମୟରେ ଗୋଟେ ଗୀତ ଗାଇବା, ଯୋଉ ଗୀତ ଦ୍ୱାରା ଆମେ ନିଜକୁ ପ୍ରସ୍ତୁତ କରିବା ସେ ଭୋଜ ପାଇଁ, ଯାହାକି ଆମେ এই ভোজনে ସାମିଲ ହେବା ପୂର୍ବରୁ ଯୋଗ୍ୟ ହେବା। ପ୍ରଭୁଙ୍କର এই ଭୋଜର